କୋଦାଳରେ ହାଣି ମହିଳାଙ୍କୁ ହତ୍ୟା। ଆଜି ଅପରାହ୍ନ 1 ଘଟିକା ସମୟ ତିରିଙ୍ଗ ଥାନା ଅଞ୍ଚଳ ପଡ଼ା ଗାଁରେ ପାରିବାରିକ ବିବାଦ ଫଳରେ ଜଣେ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ପଡ଼ୋଶୀ ମହିଳାଙ୍କୁ କୋଦାଳରେ ହାଣି ବିଭତ୍ସ ଭାବେ ହତ୍ୟା କରିଥିଲା। ସୂଚନା ପରେ ତିରିଙ୍ଗ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତ ମହିଳା ରୁକ୍ମିଣୀ ଗଡ଼ସରା ବୟସ 45 ବର୍ଷଙ୍କ ମୃତଦେହକୁ ଜବତ କରିଥିଲା। ଏଥିସହିତ ଅଭିଯୁକ୍ତ ରେଙ୍ଗା ଗଡ଼ସରାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।